ମୋ ନାଁ ଭୀମସେନ ବେହେରା। ଏଇ ଗାଁ ନାଁ ହେଲା ଜଙ୍ଗାର। ଆଉ ଏଇ ହାଟଟା ସାପ୍ତାହିକ। ନମସ୍କାର। ଆଜି ଆମ ଜଙ୍ଗାର ମା ପାତଳେଶ୍ୱରୀଙ୍କ ଛକଠାରେ ଆମ ସାପ୍ତାହିକ ହାଟ ଦୀର୍ଘ 6 ମାସ ହେଲାଣି ବସିଲାଣି। ମୁଁ ସମସ୍ତ ଆଖପାଖର ଆମର ସମସ୍ତ ଚାଷୀ ଭାଇ ମାନଙ୍କୁ ନିବେଦନ କରୁଛି, ଆପଣମାନେ ଆମ ସାପ୍ତାହିକ ହାଟରେ ଆସିକି ଆପଣଙ୍କର ଚାଷ କାର୍ଯ୍ୟରେ କରୁଥିବା ପ୍ରତ୍ୟେକ ପନିପରିବା ଆଣିକି ଏଠି ମାନେ ବିକ୍ରି କରିବା ପାଇଁ ଆମ କମିଟି ତରଫରୁ ସେମାନଙ୍କୁ ସହଯୋଗରେ ଆମେ ସାହାଯ୍ୟ କରୁଛୁ। ଏବଂ ପ୍ରତ୍ୟେକ ପାଖଆଖ ଗ୍ରାମର ଯେତିକି ଲୋକ ଅଛନ୍ତି ପନିପରିବା ଯେଉଁ ଚଢ଼ା ରେଟ୍ରେ ମାନେ କିଣି ଖାଉଥିଲେ, ଏଇ ସାପ୍ତାହିକ ହାଟ ଆମ ଲୋକାଲ ଚାଷୀ ଭାଇମାନେ ଆଣିକି ଏଇଠି ମାନେ ପହଞ୍ଚିବାରୁ ଯାହା ମାନେ ବହୁତ ମାନେ ସୁଲଭ ମୂଲ୍ୟରେ ବି ଏଇ ହାଟରେ ଖାଇବାକୁ ପାଉଛନ୍ତି। ଏବଂ ଚାଷୀ ଭାଇମାନେ ଯେକୌଣସି ପନିପରିବା ଆଣୁଛନ୍ତି ତାହା ଭଲ ଭାବରେ ବିକ୍ରି ବି ମଧ୍ୟ ଚାଲିଛି। ଏବଂ କମିଟି ତରଫରୁ ଆମେ ସେମାନଙ୍କୁ ସହଯୋଗ କରୁଛୁ, ଶାନ୍ତି ଶୃଙ୍ଖଳା କରୁଛୁ। ସେମାନେ କିପରି ତାଙ୍କର ପରିବା ଆଣି ତାଙ୍କର ବିକ୍ରି କରିବେ ତା ପ୍ରତି ମଧ୍ୟ ଧ୍ୟାନ ଦେଉଛୁ। ଆଉ ମୁଁ ସମସ୍ତ ଭାଇମାନଙ୍କୁ ଏବଂ ଆନନ୍ଦପୁର ସବ୍ ଡିଭିଜନରେ ଆମର ଏଇ ସାପ୍ତାହିକ ହାଟରେ ସହଯୋଗ ବି ମଧ୍ୟ ରହିଛି। ତେଣୁ ଆମେ ସେମାନଙ୍କୁ ନିବେଦନ କରୁଛୁ, ଆପଣମାନେ ଆସି ନିଜର ଚାଷ କାର୍ଯ୍ୟରେ ଯେକୌଣସି ପନିପରିବା ଆଣିଛନ୍ତି ଆଣି ପହଞ୍ଚନ୍ତୁ ଏବଂ ବିକ୍ରି କରିବାର ଲାଭ ଉଠାନ୍ତୁ। ସେଥିପ୍ରତି ଆମେ କମିଟି ତରଫରୁ ଧ୍ୟାନ ବି ମଧ୍ୟ ଦେଉଛୁ। ମୋ ନାଁ ଭୀମସେନ ବେହେରା। ଏଇ ଗାଁ ନାଁ ହେଲା ଜଙ୍ଗାର। ଆଉ ଏଇ ହାଟଟା ସାପ୍ତାହିକ ହାଟ। ଏଇ ହାଟଟା ଆମର ଏଇ ଅଳ୍ପ ଦିନ ହେଲା ଷ୍ଟାର୍ଟ ହେଇଥିଲା, କିନ୍ତୁ ବହୁତ ଆଗେଇ ଗଲାଣି। ବହୁତ ଲୋକ ଏଇ ଅଞ୍ଚଳର ଯେତେକ ଲୋକ ପ୍ରାୟ ଆନନ୍ଦପୁର ସବ୍ ଡିଭିଜନଟା ସାରା ସବୁ ଏଇ ଏରିଆ ଉପରେ ଚଳୁଛନ୍ତି। ଆଉ ଭାଇମାନଙ୍କୁ ବି ରିକ୍ୱେଷ୍ଟ କରୁଛୁ, ସେମାନେ ଆସିକି ଏଇ ହାଟ ଉପଭୋଗ କରନ୍ତୁ। ପନିପରିବା ସବୁ ପାଖଆଖ ଚାଷୀ ସବୁ ଆଣୁଛନ୍ତି, ବ୍ୟବସାୟୀ ବି ଆଣୁଛନ୍ତି। ବଡ଼ ଜୋରରେ ଚାଲୁଛି। ବିଭିନ୍ନ ପ୍ରକାର ଜିନିଷ ସବୁ ଏଠିକି ଆସୁଛି। ଏ ହାଟ ହେଇଗଲାଣି 15 ପାଳି ଖଣ୍ଡେ। ହଁ 15 ହେବନି କି 15-20 ପାଳି ହେଇଯିବ। ଆଉ ଏ ହାଟ ଖୁବ୍ ଉନ୍ନତ ହେଇକି ଚାଲିଛି। ଆଉ ବହୁତ ଆଡ଼ୁ ଲୋକ ଆସୁଛନ୍ତି। ଆମେ ବି ଲୋକଙ୍କୁ ରିକ୍ୱେଷ୍ଟ କରୁଛୁ, ସେମାନେ ଆସିକି ହାଟ ଉପଭୋଗ କରନ୍ତୁ। ତାଙ୍କର ଚାଷୀ ବେପାରୀ ସମସ୍ତେ ଆସୁଛନ୍ତି। ପଦମପୁର ଆନନ୍ଦପୁର ଯେତେ ବେପାରୀ ସବୁ ଏଇଠି, ଶାଳବଣୀ ବେପାରୀ ଏଇଠି, ସବୁ ଏଇ ହାଟ ଉପରେ ଆଉ ନିର୍ଭର କରୁଛନ୍ତି। ସମସ୍ତେ ଭଲରେ ହାଟ ଆମେ ସୁରକ୍ଷା ଦେଉଛୁ। ଆଉ ଆମର ଏଠି ବି ସୁରକ୍ଷା ପାଇଁ ଲୋକ ରଖାହେଇଛି, ସେମାନେ ରହିକି ଦାୟିତ୍ୱ ନେଉଛନ୍ତି। ପନିପରିବାଠୁ ଆରମ୍ଭ କରିକି ପ୍ରତ୍ୟେକ ଜିନିଷ ଏଠି ବିକ୍ରି ହେଉଛି। ହଁ ମୁଁ ତ ଲୋକଙ୍କୁ ରିକ୍ୱେଷ୍ଟ କରୁଛି ଯେ ସେ ଭାଇମାନେ ସମସ୍ତେ ଆସନ୍ତୁ, ଏ ହାଟ ଦେଖନ୍ତୁ, ଏ ହାଟ ଉପଭୋଗ କରନ୍ତୁ। ଯେତେକ ଚାଷୀ ଭାଇ ଅଛନ୍ତି ସମସ୍ତେ ପନିପରିବା ଧରିକି ଆସନ୍ତୁ ଏଇ ହାଟକୁ, ଆଉ ଏଠି ଏ ହାଟ ଉପଭୋଗ କରନ୍ତୁ।
ଅଛି।